जीवजगत रक्षा करंतु प्रभु दया कर समस्त को महाब्रह्म महिमा लेख। कथा वस्तु प्रारंभ रे शुभ ओडिया ब्लॉग चैनल अनुकरण करथिबा समस्त महानुभाव को हृदय शुभकामना। आपण पाखरे आमे पहुँचार एकमात्र उद्देश्य सनातन सत्यर प्रचार एवं प्रसार। एक कथा सत जे जने सच्चा सनातनी भाव ये दायित्व मध्य आम समस्तंकर निजे जानिबा अन्य को जणैबा। आमे आपण पाखरे चेष्टा करी पहुँचाइबा को बाकी दायित्व आपण मानकर। केते दिन को मन बांधिछु आंट घट छुटिले तोते बोलिबे पुतरे घट छुटिले तोते बोलिबे भूत खंडी जे खंडी अस्थि पिंजरा काठी स्वाग स्वान सुदल मिशी खाइबे बांटी रे स्वान सुदल मिशी खाइबे बांटी। आसिला बेलरे एकारे कुमर गला बेले जीवु एका मोले तो संगरे केही न जीवे रे धर्म हेले हेब सखारे कुमर धर्म हेले हेब सखा पकाई आसिबे मशाणी भूई रे दुआरे देबे गोबर मोला मोला बोली दिघड़ी कांदिबे केही न जीवे संगर रे कुमर केही न जीवे संगर। एहिपरि अनेक सचेत बाणी मानव शरीर असारता क्षणभंगुर संसार अनित्यता को मानव चेतना रे उजागर करे। ए कथा कहूथिबा शुणुथिबा एवं प्रत्यक्ष देखुथिबा मनुष्य मध्य से भूल करे जो भूल पाई से पुणी सही समदशा भोग करे। निज स्वरूप को न जानी जानिबार मिछ मिछिका नाटक करे एवं शेष रे पूर्व प्रारब्धरु परमात्मा दयारु दुर्लभ मानव शरीर पाई सुधा आत्म कल्याण साधन वंचित होई पुनश्च अधगति अर्थात 84 लक्ष जोनि भ्रमणर दुर्दशा को भोग करिथाय। केवल से भूल पाई भूलटी कौन मनीष शरीर पाई सुधा आत्मज्ञान लाभर संभावना बा सूचक को हाथ छड़ा करिबा। आत्मज्ञान लाभर फल कौन आत्मज्ञान प्राप्ति हेले मानव ब्रह्म दर्शन बा आत्म साक्षात्कार संभव होता है जीवन में। आत्मज्ञान लाभ मध्य मानव चारि पुरुषार्थ धर्म अर्थ काम मोक्ष तदूर्ध्वे दिव्य प्रेम बा ईश्वर प्राप्ति पाइबार संभावना सत्य होता है।
ବା ଈଶ୍ୱର ପ୍ରେମ ପ୍ରାପ୍ତି ହୋଇଥାଏ। ଦେହରେ ଅଦେହରେ ମଧ୍ୟ ସାଧକ ବ୍ରହ୍ମାନନ୍ଦର ସୁଖ ଜୀବନରେ ଅନୁଭବ କରିପାରେ। ତେଣୁ ଆତ୍ମଜ୍ଞାନ ମାନବ ଜୀବନରେ ପ୍ରାପ୍ତି ହେବା ପାଇଁ ଏକାନ୍ତ ସାଧନା ଆବଶ୍ୟକ, ଉଚିତ ମଧ୍ୟ। ତେବେ ଏହି ଆତ୍ମଜ୍ଞାନଟି କ'ଣ? ଶରୀରରୁ ଭିନ୍ନ ମୁଁ, ଏହି ଧାରଣା ହିଁ ଏହି ଚେତନା ହିଁ ଆତ୍ମଜ୍ଞାନ। ଶରୀର ଭିନ୍ନ ମୁଁ, ଏହି ଚେତନା ହିଁ ଆତ୍ମଜ୍ଞାନ। ଜୀବାତ୍ମା ପରମାତ୍ମା ସମ୍ବନ୍ଧରେ ସମ୍ୟକ୍ ଜ୍ଞାନକୁ ହିଁ ଆତ୍ମଜ୍ଞାନ କୁହାଯାଏ। ଶ୍ରୀମଦ୍ ଭଗବତ ଗୀତାର 15 ଅଧ୍ୟାୟ 7 ସୂକ୍ତିରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମମୈବାଂଶ ଜୀବ ଲୋକେ ବ୍ରହ୍ମଭୂତ ସନାତନ। ଅର୍ଥାତ୍ ଜୀବ ପରମାତ୍ମାଙ୍କର ଅଂଶ, ଏଣୁ ପରମାତ୍ମାଙ୍କର ସ୍ୱଭାବ ଗୁଣ ସଂସ୍କାର ଜୀବର ହେବା ସ୍ୱାଭାବିକ। ଅତଃ ନିଜକୁ ପରମାତ୍ମା ସ୍ୱରୂପୀ ଅର୍ଥାତ୍ ସତ୍ସ୍ୱରୂପ, ଜ୍ଞାନ ସ୍ୱରୂପ ଏବଂ ଆନନ୍ଦ ସ୍ୱରୂପ କରି ଗଢ଼ି ତୋଳିବାର ସାଧନା ଜ୍ଞାନକୁ ହିଁ ଆତ୍ମଜ୍ଞାନ କୁହାଯାଏ। ସମସ୍ତ ଧର୍ମ, ସମସ୍ତ ଶାସ୍ତ୍ରର ଶେଷ ଲକ୍ଷ୍ୟ ଜୀବର ବ୍ରହ୍ମ ପ୍ରାପ୍ତି। କିନ୍ତୁ ଜୀବର ବ୍ରହ୍ମ ପ୍ରାପ୍ତି ମଧ୍ୟରେ ରହିଛି ଦୁଇଟି ମୁଖ୍ୟ ପ୍ରତିବନ୍ଧକ। ପ୍ରଥମଟି ଶରୀର ଭାବ, ଦ୍ୱିତୀୟଟି ସଂସାର ଭାବ। ଏବଂ ଏହି ଶରୀର ଏବଂ ସଂସାରରୁ ଆଶା କରୁଥିବା ଅନିତ୍ୟ ଭୌତିକ ସୁଖ କାମନା ବା ଅନିତ୍ୟ ଭୌତିକ ସୁଖ ଜ୍ଞାନ, ଯାହାଦ୍ୱାରା ଅବିଦ୍ୟା ଦୋଷ ସୃଷ୍ଟି ହୁଏ, ସେ ଅବିଦ୍ୟା ଦୋଷରୁ ପୁଣି ଅଜ୍ଞାନତା ସୃଷ୍ଟି ହୁଏ। ଅଜ୍ଞାନତା ଦ୍ୱାରା ଜୀବ ଇନ୍ଦ୍ରିୟ ସୁଖ ଭୋଗ ଲାଳସା ଲୋଭରେ ଆତ୍ମଜ୍ଞାନ ସାଧନ ପ୍ରତି ବିମୁଖ ହୋଇଥାଏ। ତେଣୁ ଏହି ରୁଗ୍ଣ ମାନସିକତା, ମାନବର ଏହି ରୁଗ୍ଣ ମାନସିକତାର ଉପଚାର ସମ୍ଭବ କି? ହଁ, ସମ୍ଭବ। ମହାତ୍ମା ସନ୍ଥକ ଭୀମ ଭୋଇଙ୍କ ମୀମାଂସାରେ ସୁଖ ଭୋଗ ତ୍ୟଜ୍ୟା କରି ଭୂମି ଆସନ ବିହରି ଜନ୍ମ ମୃତ୍ୟୁକୁ ନିବାର ଏହୁ ଅଙ୍ଗରୁ ବହୁତ କଲେ କଷଣ ତେବେ ମିଳୁଛି ଦର୍ଶନ ଅନୁଭବ ସାଧୁ ସଙ୍ଗେ ରଖିଲେ ମନକୁ। ଅନୁଭବ ଅର୍ଥାତ୍ ସଂଯମତା, ସାଧୁସଙ୍ଗ ଅର୍ଥ ସତ୍ୟର ସାଧନା। ତେଣୁ ଏହି ସଂଯମତା ସହ ସତ୍ୟ ସାଧନାର ଅନୁଭବ ସହିତ ସତ୍ୟ ସାଧନା ହିଁ ଆତ୍ମଜ୍ଞାନ ପ୍ରାପ୍ତିର ଶ୍ରେଷ୍ଠ ମାର୍ଗ। ଏଣୁ ମାନବ ଜୀବନରେ ସେହି ସର୍ବଶ୍ରେଷ୍ଠ ସାଧନା ପାଇଁ ଆବଶ୍ୟକ ପଥ ପ୍ରଦର୍ଶକ ବା ଗୁରୁ। କାରଣ କେବଳ ଗୁରୁଙ୍କଠାରେ ରହିଛି ଆତ୍ମଜ୍ଞାନ ରୂପକ ଗୁପ୍ତଧନ। ମହାତ୍ମା ସନ୍ଥକ ଭୀମ ଭୋଇ କହନ୍ତି, ମଣେ ଭୀମସେନ ଭୋଇ ସକଳେ ପାଇବେ କାହିଁ ସଦଜ୍ଞାନ ମୁକ୍ତିପଦ ଗୁରୁ ମୁଖେ ହେ। ଗୁରୁଙ୍କଠାରେ ରହିଛି ଆତ୍ମଜ୍ଞାନର ଗୁପ୍ତ ଭଣ୍ଡାର। ଗୁରୁ ଯିଏ ପୁଣି ସ୍ୱତ୍ରିୟ ଅର୍ଥାତ୍ ସମସ୍ତ ଶାସ୍ତ୍ର
ଏବଂ ବେଦର ଜ୍ଞାତା ହୋଇଥିବେ ଏବଂ ବ୍ରହ୍ମନିଷ୍ଠ ଅର୍ଥାତ୍ ଅନୁଭବୀ ହୋଇଥିବେ, ନିର୍ଗୁଣ ବ୍ରହ୍ମ ଭକ୍ତି ସାଧନାରେ ରତ ଥିବେ, ସେପରି ଗୁରୁଙ୍କର ଆଶ୍ରିତ ହେବା ମାନବ ଜୀବନରେ ଏକାନ୍ତ ଆବଶ୍ୟକ। ମହାତ୍ମା ସନ୍ଥ କବି ଭୀମଭୋଇଙ୍କର ମୀମାଂସାରେ ଗୁରୁ ପାଦ ତଳେ ଗତି ମୁକତି ଗୋ, ଆଉ କଥା ମାନ ଫଳ ସୁରତି ଗୋ। ଗୁରୁ ଭକ୍ତି ବିନା ଆତ୍ମଜ୍ଞାନ ସାଧନା ସିଦ୍ଧି ଅସମ୍ଭବ। ଶାସ୍ତ୍ର କହେ ଜ୍ଞାନମୂଳ ଗୁରୁମୂର୍ତ୍ତି ଧ୍ୟାନମୂଳ ଗୁରୁପାଦଂ, ମନ୍ତ୍ରମୂଳ ଗୁରୁ ବାକ୍ୟଂ, ମୋକ୍ଷମୂଳଂ ଗୁରୁ କୃପା। ଗୁରୁ କୃପା ବିନା ଆତ୍ମସିଦ୍ଧି ଅସମ୍ଭବ। ଭକ୍ତି ବିନା ଗୁରୁ କୃପା କାହିଁ? ମହାତ୍ମା ସନ୍ଥ କବି କହିଲେ, ବିନା ଭକ୍ତି ରେହେ ପ୍ରାପତ ନୁହେଁ ସଦଜ୍ଞାନ, ଏ ଦୁର୍ଲଭ ତନୁ ଆତ୍ମଜ୍ଞାନ ବିନୁ, ବର୍ତ୍ତିବ ସଂସାରେ କେଉଁ ଜନୁ। ଅର୍ଥାତ୍ ଜପ ତପ ଯାଗ ଯଜ୍ଞ ଦାନ ଧ୍ୟାନ ଜ୍ଞାନ ତୀର୍ଥ ବ୍ରତ ପୁଣ୍ୟ ଯାବତୀୟ ବୈଦିକ କର୍ମକାଣ୍ଡର ଅନୁଷ୍ଠାନ କଲେ ସୁଦ୍ଧା ଯଥୋଚିତ ଗୁରୁ ସେବା ବିନା ସଂସାର ବନ୍ଧନରୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ହେବା ଏ ସଂସାରରେ କାହା ପକ୍ଷରେ ସମର୍ଥ ନୁହେଁ, ସମ୍ଭବ ନୁହେଁ। ଏଣୁ ଯଥାର୍ଥରେ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ବ୍ୟକ୍ତ କରିଛନ୍ତି, ତଦ୍ବିଧି ପ୍ରଣିପାତେନ ପରିବେଷଣ ସେବୟା ଉପଦେକ୍ଷନ୍ତି તે ଜ୍ଞାନଂ ଜ୍ଞାନୀନ ତତ୍ତ୍ୱଦର୍ଶିନଃ। ଅର୍ଥାତ୍ ଯଥାର୍ଥ ସେବା ଏବଂ ସାଷ୍ଟାଙ୍ଗ ପ୍ରଣାମ ସହ କାକୁସ୍ଥରେ ସରଳ ଭାବରେ ପ୍ରଶ୍ନପୂର୍ବକ ଗୁରୁଙ୍କର ଆଶ୍ରିତ ହେଲେ, ଗୁରୁଙ୍କୁ ଦର୍ଶନ କଲେ, ସେହି ତତ୍ତ୍ୱଦର୍ଶୀ ବା ଅନୁଭବୀ ମହାପୁରୁଷ ସାଧକକୁ ଆତ୍ମଜ୍ଞାନର ଅଧିକାରୀ କରାଇବେ। ସୁତରାଂ ସର୍ବୋତ୍ତମ କଲ୍ୟାଣ ପ୍ରାପ୍ତି ପାଇଁ ବେଦରେ ପାରଙ୍ଗମ ଏବଂ ସଂସାର ବିଷୟରୁ ଊର୍ଦ୍ଧ୍ୱରେ ରହିଥିବା ଗୁରୁଙ୍କର ଆଶ୍ରିତ ହେବା ଆବଶ୍ୟକ। ଗୁରୁ ଆଶ୍ରିତରେ ଏ ଜୀବ ସେହି ପରମ ସୌଭାଗ୍ୟ ଆତ୍ମଜ୍ଞାନୀ ହେବାର ସୌଭାଗ୍ୟ ଲାଭ ହେବା ସମ୍ଭବ ହୁଏ। ଆମର ସନାତନ ଶାସ୍ତ୍ରରେ ଗୁରୁ ଏବଂ ଈଶ୍ୱରକୁ ସମାନ ସ୍ଥାନ ଦିଆଯାଇଛି। ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ, ଗୁରୁଙ୍କୁ ନମଣି ମନର, ଗୁରୁଟି ସାକ୍ଷାତ ଈଶ୍ୱର, ମୋହି ବସଇ ଗୁରୁ ଦେହେ, ମୋଠାରୁ ଗୁରୁ ଭିନ୍ନ ନୁହେଁ, ଗୁରୁଟି ସର୍ବଦେବମୟ, ମୁଁ ଥାଏ ଗୁରୁଙ୍କର ଦେହେ। ଏଘେନି ଗୁରୁ ଭଗବାନ, ସେ ନୁହେଁ ମନୁଷ୍ୟ ସମାନ। ଏ ସତ୍ୟକୁ ସମର୍ଥନ କରି ମହାତ୍ମା ସନ୍ଥ କବି ଭୀମଭୋଇ ମଧ୍ୟ ଲେଖିଲେ, ରୂପ ରୂପ ଦୁଇ ଛନ୍ତି ସମାନ ହୋଇ, ମଧ୍ୟ ଅଭୟପୁର ଅଛି ସେଠାରେ। ଅର୍ଥାତ୍ ଗୁରୁ ଓ ଈଶ୍ୱର ଏକ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ଅତଃ ଗୁରୁ ଏବଂ ବ୍ରହ୍ମକୁ ଏକ ଭାବରେ ଭକ୍ତି କରିବା ଉଚିତ। କାରଣ ଈଶ୍ୱରଙ୍କର କୃପା ସିଧାସଳଖ କାହାକୁ ପ୍ରାପ୍ତ ହେବା ସମ୍ଭବ ନୁହଁ। ଈଶ୍ୱର କୃପା ପ୍ରାପ୍ତିର ଏକମାତ୍ର ମାଧ୍ୟମ ହେଲେ ଗୁରୁ। ଏଣୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଁ ଆମର ଜନ୍ମାନ୍ତରର ସେହି ଭୁଲ କରିଆସୁଥିବା ସେହି ଗୋଟିଏ ଭୁଲକୁ ଆମେ ଏ ଜନ୍ମରେ ସୁଧାରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଏବଂ ମହାତ୍ମା ସନ୍ଥ କବି ଭୀମଭୋଇଙ୍କର
ସର୍ବସାଧାରଣ ରଖିଥିବା ପ୍ରସ୍ତାବକୁ ଉପଦେଶକୁ ପାଳନ କରିବା ପ୍ରସ୍ତାବନାଟି। ତରିଯିବ ଯେବେ ଗୁରୁ ସେବା କର ହେ, ହୃଦଗତେ ଦୃଢ଼ ଚିତ୍ତେ ଅନୁସର ହେ, ରହିବ ଯେବେ ମହତ୍ଵ ଗୁରୁ ବାକ୍ୟ ମନୋହିତ, ଏ ଭବ ସାଗର ନିଶ୍ଚୟ ହେବ ପାର ହେ। ଗୁରୁ ବ୍ରହ୍ମ ମହିମାରେ, ସଦ୍ଗୁରୁ ବ୍ରହ୍ମ ମହିମାରେ।